रज ପାଇଁ ଶାଶୁ ବୋହୂଙ୍କର ଚାଲିଛି ପିଠା ପାଇଁ ପ୍ରସ୍ତୁତି। ମାନେ କାଲି ପିଠା ହବ ତ ଆଜିଠୁ ଆମର ସବୁ ଛଡ଼ା ଛଡ଼ି ଚାଲିଛି ଆଉ। ଆଜିଠୁ କାମଟା ଆରମ୍ଭ ନ କଲେ ସରିବ କେମିତି? କାଲି ଖାଇବ କେମିତି? ସେଇଆ ହେଲା କଥା। ତମ ଭାଗରେ କ'ଣ ପଡ଼ିଛି? ବିରି? ମୁଁ ବିରି ଛଡ଼ଉଛି। ବୋଉଙ୍କ ଭାଗରେ ଚାଉଳ, ଅରୁଆ ଚାଉଳ। ଆଚ୍ଛା, ତାକୁ ଭଲକି ଧୋଇବି, 3 ଥର ଗଡ଼େଇବି, ଗୋଡ଼ି ବାଲି କ'ଣ ଥିବ ବାସ୍, ତାପରେ ବଟା ହେବ। ଯାହା ହଉ, ମୋମୋ ଯୁଗରେ ତମେ ବି ପରମ୍ପରାକୁ ବଜାୟ ରଖିଛ, ବଡ଼ କଥା। ନହେଲେ ଆଜିକାଲି ତ ସମସ୍ତେ ମୋମୋ ଖାଉଛନ୍ତି, ଆଉ ପିଠାପଣାକୁ କିଏ ପଚାରୁଛି? ନାଇଁ, ମୋମୋ ଖାଇଲେ ବି ଯୋଉ ପର୍ବ ଦିନ ସମସ୍ତେ ପିଠାପଣା, ମୋମୋ କେହି ଖାଇବେନି। ଆଚ୍ଛା, କାଲି କ'ଣ ତଥାପି ହବ? କାଲି ତ କେତେ କ'ଣ ହବାର ଅଛି, ଦେଖିଆ କରୁ କରୁ କୋଉ ଯାଏ ଯାଉଛି। ଠିକ୍ ଅଛି। ଏଇଟା ବତୁରା ହେଇଛି କୋଉଥିପାଇଁ କହିଲ? ପୋଡ଼ ପିଠା। ଏଇଟା ହବ ପୋଡ଼ ପିଠା। ଆଉ ଏଇ ବିରି ଚାଉଳ ଯାହା ବରା, ଚକୁଳି, ଆଉ ବି ହବ ସୁଜି ଆକାରେ, କେତେ କ'ଣ ହବ ଆଉ। ସବୁ କରିବାକୁ ମନ, କିନ୍ତୁ କରିପାରିଲେ ହେଲା ଆଉ। ଦେଖିଆ କରୁ କରୁ ଯୋଉ ଯାଏ ଯିବ। ଠିକ୍ ଅଛି, ଠିକ୍ ଅଛି। ମୁଁ ତ କରିବାକୁ ସବୁବେଳେ ଚେଷ୍ଟା ଚଲା, ଜମା ବି ଥକିବନି। ଯେମିତି ଗରମ ପଡୁ ପଛେ ଜମା ବି ହାର ମାନିବନି। ମୁଁ ତମ ପଛପଟେ ଠିଆ ହେଇଛି। ବୋପା, ତୁ ମତେ ଟେକିକି ଧରିବୁ ନା? ମୁଁ ଖାଇବା ପାଇଁ ପ୍ରସ୍ତୁତ। ତୁ ଖାଇବୁ ତ? ଠିକ୍